ହାପି ଶିବରାତ୍ରି। आज ମୁଁ ପ୍ରଥମେ ଶିବରାତ୍ରିରେ ଗାଧୁଆ ପାଧୁଆ କରି ସବୁ ଭୋଗ ସଜାଡ଼ି ମନ୍ଦିର ବାହାରିଲି। ଏଇଠି ବାଟରେ ଦେଖନ୍ତୁ ଏକୁଟିଆ ରାସ୍ତା, ପରମହଂସ ମନ୍ଦିର ଯାଉଛି। ଏଇଠୁ ଆମ ଘର ପାଖକୁ ଯାହାହେଲେ ବି 4-5 କିଲୋମିଟର ବାଟ। ଏଠି ମନ୍ଦିର ଯାଇ ପହଞ୍ଚିଗଲି। ଫାଷ୍ଟ ଯାଇ ମନ୍ଦିରରେ ଟିକେ ଦୀପ ଲଗେଇଦେଲି, ଭଗବାନଙ୍କୁ ଦୀପ ଲଗେଇ ଟିକେ ପୂଜାପୂଜି କରିଦେଲି। ଏଠି ଦେଖନ୍ତୁ ଦୀପ ଲଗାଉଛି। ଏଠି ମନ୍ଦିରର ଦୃଶ୍ୟଟା ଦେଖନ୍ତୁ ଆପଣମାନଙ୍କୁ କେମିତି ଲାଗୁଛି। ପରମହଂସ ମନ୍ଦିରଟା ବହୁତ ପୁରୁଣା ମନ୍ଦିର। ସେଇଠି ମାନେ ପାତଳ ଫୁଟା ମହାଦେବ ଲିଙ୍ଗରାଜଙ୍କର ସେକେଣ୍ଡ ଜାଗା। ବହୁତ ଭିଡ଼ ସେଠାରେ। ଦେଖନ୍ତୁ କେମିତି ଲାଇନ୍ ଲାଗିଛନ୍ତି ଲୋକ। ମାନେ ପୁରା ଆମେ 9-8ଟାରେ ଯାଇଥିଲୁ, କିନ୍ତୁ ଦେଖିଲା ବେଳକୁ ଲାଇନ୍ ହେଇଯାଇଛି। ବହୁତ ଭିଡ଼। ସେ ଭିଡ଼ ଭିତରେ ବି ଯାଇକି ମୁଁ ଦର୍ଶନ କଲି। ଦର୍ଶନ କରି ଦେଖନ୍ତୁ ମନ୍ଦିରର ଫ୍ରଣ୍ଟଟା କେତେ ବଢ଼ିଆ ସେ ସଜା ହେଇଛି। କେତେ ବଢ଼ିଆ ଲାଗୁଛି। ଜାଗାଟା ଏତେ ସୁନ୍ଦର ଲାଗୁଛି। ସେଇଠୁ ମାନେ ଇଚ୍ଛା ହେଉନି ଆସିବା ପାଇଁ। ବହୁତ ବଢ଼ିଆ ଲାଗୁଥିଲା ଜାଗାଟା। ଏବେ ସେ ମନ୍ଦିରରେ ଟିକେ ବୁଲାବୁଲି କରିଦେଲୁ ସବୁଆଡ଼େ। ଚାରିପାଖ ଯାକ ମନ୍ଦିରର ଦୃଶ୍ୟ ଦେଖି ମୋତେ ବହୁତ ବଢ଼ିଆ ଲାଗିଲା। ଏଇଠି ଦେଖନ୍ତୁ ଆଉ ବି ବହୁତ ସାରା ଦେବାଦେବୀ ଅଛନ୍ତି। ଶିବ ଦେବତା ଅଛନ୍ତି, କିନ୍ତୁ ତା ସହିତ ଆହୁରି ଛୋଟ ଛୋଟ ବହୁତ ଠାକୁର ଅଛନ୍ତି। ଏଠି ନନାଙ୍କ ଠାରୁ ଟିକେ ପାଦୁକ ପାଇଦେଲି। ମନ୍ଦିର ଗଲେ ନନାଙ୍କ ଠାରୁ ପାଦୁକଟା ନ ପାଇଲେ ସବୁ ଅଧୁରା ଲାଗେ। ଏଇଠି ତାଙ୍କୁ ଦକ୍ଷିଣା ଦେଇଦେଲି। ଯାହା ହେଲେ ବି ଭଲ ଲାଗେନି। ନନାଙ୍କ ହାତରୁ ପାଦୁକ ପାଇବାଟା ବହୁତ ସୌଭାଗ୍ୟର କଥା। ମୁଁ ଯେତେବେଳେ ବି ମନ୍ଦିର ଯାଏ ଆଗ ନନାଙ୍କର ପ୍ରଣାମ କରିବି ଆଉ ତାଙ୍କଠୁ ପାଦୁକ ପାଇକି ଆସିବି। ନ ପାଇକି ଆସିଲେ ମୋତେ ଶାନ୍ତି ଲାଗେ ନା। ଏଇଠି ଭଉଣୀ ସହିତ ଯାଇଛି, ଟିକେ ପିକ୍ ନେଇଗଲି। ଏବେ ଏଇଠି ମନ୍ଦିରର ଚାରିପାଖରେ ବହୁତ ଛୋଟ ଛୋଟ ଦେବାଦେବୀ ଅଛନ୍ତି। ସେମାନଙ୍କୁ ବି ଟିକେ ଯାଇ ଦର୍ଶନ କରିଦେଲି। ଦୀପ ଟିକେ ଲଗେଇଦେଲି। ଲଗେଇକି ଏଇପଟେ ଏଇଠି ପଛପଟେ ବି ଆଉ ଗୋଟେ ଠାକୁର ଅଛନ୍ତି। ଏଠି ଲକ୍ଷ୍ମୀ ନାରାୟଣଙ୍କ ଛୋଟ ମନ୍ଦିର ଅଛି। ସେଇଠି ବି ଟିକେ ଦର୍ଶନ କରିଦେଲି। ସେଇଠି ଦର୍ଶନ କରି ଆସିଲୁ। ଫେରି ଆସିଲୁ। ଏଠି ବାହାରେ ଟିକେ ନେଇଗଲି। ଏବେ ବାହାରକୁ ଆସିଲା ବେଳକୁ କାକୁଡ଼ି ପଡ଼ିଥିଲା। ଯେଉଁ ଗାଁ ଲୋକମାନେ କାକୁଡ଼ି ପକାନ୍ତି, ସେଇଠି କାକୁଡ଼ି ଖାଇ